ଚାହୁଁଛୁ ସୌନ୍ଦର୍ଯ୍ୟକରଣ ପୂର୍ବରୁ ମାଟି ବାହାରୁ ପଙ୍କ ଉଦ୍ଧାର ହଉ, ବନ୍ଧର ପାଣି ରହୁ, ତାପରେ ସୌନ୍ଦର୍ଯ୍ୟକରଣ କରନ୍ତୁ। ଆମର କିଛି ଅଭିଯୋଗ ନାହିଁ, କିନ୍ତୁ ପଙ୍କ ଉଦ୍ଧାର ନ କରି ଯଦି ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ କରିବେ ଆମେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବୁ ଆଉ ପ୍ରତିବାଦ କରିବୁ। ଯଦି କୌଣସି ଆଇନ ଶୃଙ୍ଖଳା ସୃଷ୍ଟି ହୁଏ ସେଟାକୁ ଏନ୍ଏସି କର୍ତ୍ତୃପକ୍ଷ ଦାୟୀ ରହିବେ। ସୁନ୍ଦର କଲେ କ'ଣ ହବ? ଏଟା ପାଣି ନଥିବ କି ପଙ୍କ ମାଟି କାଢ଼ିବନି, ଆଉ ସୁନ୍ଦର କଲେ କ'ଣ ହବ? ନା, ଆମେ ଚାହୁଁଛୁ ମାଟି ପଙ୍କ କଢ଼ାଯାଉ, ତାପରେ ସୁନ୍ଦର କରାଯାଉ। ଆମେ ଆପଣଙ୍କ ମାଧ୍ୟମରେ ଆମେ ସାଧାରଣଙ୍କୁ ଜଣାଇଥିଲୁ, ଏନ୍ଏସିରେ ଯେଉଁ ଆସିଥିଲୁ ଲାଷ୍ଟ ଟାଇମ୍, ସିଏ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ପ୍ରତିଶ୍ରୁତିରେ ସେମାନେ ରହିଲାରେ ବିଫଳ ହେଲେ। ସେଥିପାଇଁ ପୁନର୍ଥର ଆମେ ଆସିବାକୁ ବାଧ୍ୟ ହେଲୁ। ଦେଖନ୍ତୁ, ବଡ଼ବନ୍ଧ ହେଉଛି ଦିଗପହଣ୍ଡିର ଗୋଟେ ଗର୍ବ। ସେ ବଡ଼ବନ୍ଧ ଉପରେ ବହୁତ 2-3ଟି ସାହି ଡିପେଣ୍ଡ। ସେ ବଡ଼ବନ୍ଧର ଅବସ୍ଥା ଯାହା ଥିଲା ଆପଣମାନେ ତ ଜାଣିଥିବେ। ଏବେ ଯେଉଁ ତା'ର ପୁନରୁଦ୍ଧାର ପାଇଁ କାମ ଆସିଛି, ଟେଣ୍ଡର ବାହାରିଛି, ସେ ଯେଉଁ ଠିକାଦାରଙ୍କୁ ଦେଇଛନ୍ତି, ଆମ ଗ୍ରାମବାସୀ ସେଥିରେ ସନ୍ତୁଷ୍ଟ ନୁହନ୍ତି। ଠିକାଦାର ଯେଉଁ ମନମାନି କରୁଛି, ଫାଷ୍ଟରେ ତ ବର୍ଷା ଷ୍ଟାର୍ଟ ହେଇଗଲାଣି, ପଙ୍କ ଉଦ୍ଧାର ନହେଲେ କାମ ହୋଇପାରିବନି। କିନ୍ତୁ ଠିକାଦାରଙ୍କ କହିବା ଅନୁସାରେ ପଙ୍କ ବାହାର ନ କରୁଣୁ ସେ ତାଙ୍କର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ କରିବେ। କିନ୍ତୁ ଆମେ ଚାହୁଁଛୁ ସୌନ୍ଦର୍ଯ୍ୟକରଣ ପୂର୍ବରୁ ମାଟି ବାହାରୁ ପଙ୍କ ଉଦ୍ଧାର ହଉ, ବନ୍ଧର ପାଣି ରହୁ, ତାପରେ ସୌନ୍ଦର୍ଯ୍ୟକରଣ କରନ୍ତୁ। ଆମର କିଛି ଅଭିଯୋଗ ନାହିଁ, କିନ୍ତୁ ପଙ୍କ ଉଦ୍ଧାର ନ କରି ଯଦି ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ କରିବେ ଆମେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବୁ ଆଉ ପ୍ରତିବାଦ କରିବୁ। ଯଦି କୌଣସି ଆଇନ ଶୃଙ୍ଖଳା ସୃଷ୍ଟି ହୁଏ ସେଟାକୁ ଏନ୍ଏସି କର୍ତ୍ତୃପକ୍ଷ ଦାୟୀ ରହିବେ। ଠିକାଦାର 2-2ଟି କାମ କରୁଛି। ପ୍ରଥମେ ମାଟି ଯେଉଁ ନେଉଛି ବଡ଼ବନ୍ଧରୁ କାଢ଼ିକି, ସେ ମାଟି ନେଇ ତା'ର ଅଲଗା ସାଇଡ଼୍ରେ ପକାଉଛି। ଯଦି ସେଇଟା କ'ଣ ବିନା ଅଜାଣତରେ ହେଉଛି କି? ଏନ୍ଏସି କର୍ତ୍ତୃପକ୍ଷଙ୍କର ଏଇଟା ଏନ୍ଏସିର ପ୍ରୋଜେକ୍ଟ, ସେଇଟା PWDର ପ୍ରୋଜେକ୍ଟ। ତ ମାଟି ଏଇଠୁ ଯାଇଛି ସେଇଠି ପଡ଼ୁଛି, କିନ୍ତୁ ବିନା ଏନ୍ଏସିର ଅଜାଣତରେ ହେଉଛି କି? ଆମେ ତ ଚେତାବନୀ ଦେଲୁ, କାମ ଠିକ୍ ରୂପେ ହେଉ, ଏଷ୍ଟିମେଟ୍ରେ ହେଉ, ପ୍ରପର୍ ଏଷ୍ଟିମେଟ୍ରେ। କାହିଁକିନା ଏଇଟା ଗୋଟେ ଗାଁର ମର୍ଯ୍ୟାଦାର କଥା, ଆଉ ଯଦି ସେଥିରେ ଖିଲାପ ହେବ ତ ଆମେ ଆନ୍ଦୋଳନ କରିବୁ। ଆମର ଦିଗପହଣ୍ଡି, ଆମର 11 ନମ୍ବର ୱାର୍ଡ଼, ଆଉ ଆମର ଯେଉଁ କାମ ଲାଗିଛି ବଡ଼ବନ୍ଧରେ, ସେଇଟା ପଙ୍କ ମାଟି ଉଦ୍ଧାର କଲା ପର୍ଯ୍ୟନ୍ତ ବନ୍ଧର ପାଣି ବନ୍ଦ କରିବେନି କି ବନ୍ଧକୁ ପାଣି ଛାଡ଼ିବେନି। ଏ କାମ ଠିକ୍ କଲା ପର୍ଯ୍ୟନ୍ତ ଆମେ ଜଗି ରହିବୁ। ତାପରେ ଯଦି କାମ ନ ହେଲା ବେଲେ ଆମେ ଆନ୍ଦୋଳନ କରିବୁ। ସୁନ୍ଦର କଲେ କ'ଣ ହବ? ଏଟା ପାଣି ନଥିବ କି ପଙ୍କ ମାଟି କାଢ଼ିବନି, ଆଉ ସୁନ୍ଦର କଲେ କ'ଣ ହବ? ନା, ଆମେ ଚାହୁଁଛୁ ମାଟି ପଙ୍କ କଢ଼ାଯାଉ, ତାପରେ ସୁନ୍ଦର କରାଯାଉ। ଦେଖନ୍ତୁ, ଆମେ ଦିଗପହଣ୍ଡି ବାସିନ୍ଦା। ଦିଗପହଣ୍ଡି ଏନ୍ଏସି ଆସିବାର କାରଣ, ଆମ ଯେଉଁ ଦିଗପହଣ୍ଡିର ବଡ଼ବନ୍ଧ କାର୍ଯ୍ୟ ହେଉଛି, ସେଥିରେ ପୁରା ଦୁର୍ନୀତି କାମ ହେଉଛି। ପଙ୍କ ମାଟି କାଢ଼ିବେନି ହେଲେ ସେ ଠିକାଦାରର ସୁପରଭାଇଜର ଆମକୁ କହୁଛନ୍ତି, ଚେତାବନୀ ଦେଉଛନ୍ତି, ଆମକୁ ଧମକ ଦେଲା ଭଳିଆ କଥା କହୁଛନ୍ତି। ସେଥିପାଇଁ ଆମେ ଆଜି ଏନ୍ଏସି ଆସି କର୍ତ୍ତୃପକ୍ଷକୁ ଜଣାଇଲୁ, ଯଦି ଏନ୍ଏସିରେ ପଙ୍କ ମାଟି ଉଦ୍ଧାର ନ ହେବ ଆମେ ରାଜରାସ୍ତା ଓହ୍ଲାଇ ଆନ୍ଦୋଳନ କରିବୁ। ସୌନ୍ଦର୍ଯ୍ୟକରଣ କିଛି ଲୋଡ଼ା ନାହିଁ, ପଙ୍କ ସଫା କରି ମାଟି ସଫା କରି ପାଣି ସଫା ରହୁ। ଲୋକ ଏତିକି ଚାହୁଁଛନ୍ତି, ସୌନ୍ଦର୍ଯ୍ୟକରଣ କିଏ ଚାହୁଁନାହାନ୍ତି। ପଙ୍କ ମାଟି ପୁରା ସଫା ହଉ, ତାପରେ ସୌନ୍ଦର୍ଯ୍ୟକରଣ କରନ୍ତୁ। ପୁରା 50% ଲୋକ 50% ଲୋକ ନିର୍ଭର କରୁଛନ୍ତି ବଡ଼ବନ୍ଧ ଉପରେ। ଏବେ କ'ଣ ସବୁ ଅସୁବିଧା ହେଉଛି? ଆମେ ଆସି ସୌନ୍ଦର୍ଯ୍ୟକରଣ ପାଇଁ କାମ ହେଉଛି, ଅସୁବିଧା ରହିଲା କୋଉଠି? ଅସୁବିଧା ରହିଲା, ପଙ୍କ ମାଟି କାଢ଼ନ୍ତୁ, ତାପରେ ସୌନ୍ଦର୍ଯ୍ୟକରଣ କରନ୍ତୁ। ଏମାନେ କ'ଣ କରୁଛନ୍ତି? ଏମାନେ ପଙ୍କ ମାଟି ନ କାଢ଼ି ସୌନ୍ଦର୍ଯ୍ୟକରଣ କରିବେ ବୋଲି ଚେତାବନୀ ଦେଉଛନ୍ତି। ଆଚ୍ଛା, ଆପଣ ଏନ୍ଏସି ଅଧିକାରୀ ମିଶିଲେ, ଏନ୍ଏସି ବାରେ କ'ଣ କହିଲେ ବାବୁ? ଆମେ କହିଲୁ ପଙ୍କ ମାଟି ଉଦ୍ଧାର ହଉ, ତାପରେ ଏନ୍ଏସିର ବଡ଼ବନ୍ଧ କାମ ହଉ, ସୌନ୍ଦର୍ଯ୍ୟକରଣ। ଏନ୍ଏସି କ'ଣ କହିଲା? ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି, ଆମେ ପ୍ରଥମେ ପଙ୍କ ମାଟି ଉଦ୍ଧାର କରୁ, ତାପରେ ସୌନ୍ଦର୍ଯ୍ୟ କାମ ଆରମ୍ଭ କରୁ।